भगवते वासुदेवाय। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयते गिरिं यत्कृपातमहं वन्दे परमानन्दमाधवम्। निगमकल्पतरोर्गलितं फलं शुकमुखात् अमृतद्रवसंयुतम् पिबत भागवतं रसमालयम्। मुहुरहो रसिका भुवि भावुकाः। अथ श्रीमद्भागवतम्। गोविन्द 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 पदुकाळुछि मकरन्द से मकरन्द पान करी हेळे तारिले ब्रजनारी से ब्रजनारीଙ୍କ पୟରେ चित्त मोर हो निरन्तरे चित्त मो निरन्तरे थाऊ हा कृष्ण बोली जीव जाऊ हा कृष्ण बोली जाऊ जीव मोते उद्धार राघव। एकादश अध्याय। श्रीसुत उवाच सुत कहन्ति सावधाने शृणु सकल मुनिजने एमन्ते निज राज्ये हरि मिलिले शंख नाद करी से पंच जन्य शंख शब्द हरिला प्रजांक विषाद सेनाद स्फुरे जेते दूरे जन्म मरण पाप हरे सेनाद स्फुरे घन घन शुणि सकल प्रजाजन धामन्ति परमहरसे कृष्णर दर्शन लालसे विविध उपायन हस्ते मिलिले गोविन्द अग्रसे रवि समीपे दीपवन्ति दिवसे जेतने दिशन्ति से हरि परिपूर्ण काम आत्मा प्रकाशे आत्मा राम तारनी कटे रुंड होई सकल सिरे कर दे बालक पिता आगमने हरसे हुई जेतने आनंदे कृष्ण मुख चाहि कहन्ति सिरे कर दे भोनाथ परम कारण तोहर भय चरण शिव विरंचि आदि देवे नित्य भज
ଭଜନ୍ତି ଆତ୍ମା ଲାଭେ ସେହି ତ ଆତ୍ମାର କଲ୍ୟାଣ ତୋ ପାଦେ ଧ୍ୟାନ ନାରାୟଣ ସେ କାଳ ଜଗତ ସଂହାରେ ତୋହର ସେବକ ନ ପାରେ ତୁ ଆମ୍ଭ ପିତା ମାତା ପତି ସର୍ବ ସଂକଳ୍ପ କ୍ଷମା ଗତି ପରମ ଗୁରୁ ଯେ ଦୈବତ ସୁହୃଦ ପ୍ରାୟେ ବନ୍ଧୁ ସୁତ ତୋ ବିନୁ ନ ଜାଣୁ ତ କିଛି ତୁ ଦେବ ସର୍ବ ଶାନ୍ତି ସାକ୍ଷୀ ଅନାଥ ନାଥ ତୁ ଆମର ଦେବ ମାନବେ ଅଗୋଚର ତୋର ବଦନ ନାରାୟଣ ପ୍ରେମ ତୃଷିତ ନିରୀକ୍ଷଣ ସେ ସୁଖ ଘେନି ଯେତେବେଳେ ଗୁରୁ ନଗରେ ବନ୍ଧୁ ମିଳେ ଇଚ୍ଛାରେ କଲୁ ତୁ ଗମନ ତୋତେ ନ ଦେଖି ଆମ୍ଭ ମନ କ୍ଷଣକ କୋଟି ଯୁଗ ମଣୁ ଦିବସ ରଜନୀ ନ ଗଣୁ କୋଟି ନୟନ ଜନ୍ତୁ ବହି କି କରେ ରବି ଯେବେ ନାହିଁ ତୋହର ପ୍ରସନ୍ନ ବଦନ ଅଖିଳ ତାପ ବିମୋଚନ ଚିର ପ୍ରବାସେ ତାନ ଦେଖି ଆମ୍ଭ ଜୀବନ ବଡ଼ ଦୁଃଖୀ ଏମନ୍ତ ଜନମୁଖୁ ଶୁଣି ଆନନ୍ଦ ପ୍ରଭୁ ଚକ୍ରପାଣି ଅମୃତ ଲୋଚନେ ଅନାଇ ପୁରେ ପ୍ରବେଶ ଭାବଗ୍ରାହୀ ଯାଦବ ସାତ ବଂଶ ମିଳି ସବଦେ ପୁରେ ମହିସ୍ଥଳୀ ମତ୍ତ ମାତଙ୍ଗ ଅଶ୍ୱଖର ରଥେ ମଣ୍ଡଣୀ ଅଳଙ୍କାର ପଦାତି ବଳ ଅପ୍ରମିତ ଧାବନ୍ତି ବୀର ଯୁଥ ଯୁଥ ଚଳନ୍ତେ ଚତୁରଙ୍ଗ ବଳ ପାତାଳେ କମ୍ପେ ନାଗକୁଳ ସକଳ ବୃକ୍ଷେ ପୁଷ୍ପ ଫଳ ଆଶ୍ରମ ଲତା ଦ୍ରୁମ ମେଳ ଆମ୍ବ କଦଳୀ ନାନା ବର୍ଣ୍ଣ ଜଳେ କ୍ରୀଡ଼ନ୍ତି ବିହଙ୍ଗମ ତୋରଣ ପୁର ଦ୍ୱାର ମାର୍ଗେ ଉଚ୍ଚେ ବନ୍ଧନ ନବରଙ୍ଗେ ଧ୍ୱଜ ପତାକା ଛତ୍ର ଶୋହେ ସୁନ୍ଦର ପଥ ମନ ମୋହେ ମାର୍ଜନା କରି ଯେଝା ପୁରୀ ଲତା କୁସୁମ ଗନ୍ଧ ବାରି ପୂର୍ଣ କଳସ ଧୂପ ଦୀପେ ଜୟ ଶବଦ ନାନା ରୂପେ କୃଷ୍ଣର আগমନ ଜାଣି ସକଳ ଦ୍ୱିଜେ ବେଦ ଭଣି ରାମ ଅକ୍ରୂର ଉଗ୍ରସେନ କୃଷ୍ଣର ଯେତେ କନନ୍ଦନ ହରଷ ଉପୁଜିଲା ମନ ଉପେକ୍ଷି ଶୟନ ଭୋଜନ ଉତ୍ତମ ହସ୍ତି ସଜ କରି ଯାଦବେ ମଙ୍ଗଳ ଉଚ୍ଚାରି ମଙ୍ଗଳ ବେଦ ମାର୍ଗେ ସ୍ଫୁରେ ମାର୍ଗେ ଚଳିଲେ ବିପ୍ରବରେ ଶଙ୍ଖ ମହୁରୀ ଭେରି ତୁରି ଯେ ବାଦ୍ୟ ମଙ୍ଗଳ ଉଚ୍ଚାରି ଏମନ୍ତେ ପୁରଜନେ ପଥେ ଆନନ୍ଦେ ମିଳିଲେ ସମସ୍ତେ ସତେ ସହସ୍ର ବାରଙ୍ଗନା ଯେ ରୂପେ ଜଗତ ମୋହନା କୁଣ୍ଡଳ ଲମ୍ବିତ ଶ୍ରବଣେ ନୂପୁର ବାଜଇ ଚରଣେ ସୁନ୍ଦର ପଙ୍କଜ ଲୋଚନ ନୟନେ ପୂରିତ ଅଞ୍ଜନ ଅଳକା ତିଳକ କୁସୁମ ଦେବ ମାନବେ ମନୋରମ ନର୍ତ୍ତକୀ ବନ୍ଦୀ ଗଣ ସୁତେ ଆଗେ ଚଳନ୍ତି ଯୁଥେ ଯୁଥେ କୃଷ୍ଣର ଅଦ୍ଭୁତ ଚରିତ ମଙ୍ଗଳ କଲେ ବାଦ୍ୟ ଗୀତ ଚଳିଲେ ଶ୍ରୀକୃଷ୍ଣର ପାଶେ ସକଳେ ପରମ ହରସେ ଗୋବିନ୍ଦ ଦେଖି ପୁରଜନ তক্ষণে উপেক্ষি শয়ন যে হরি সর্বগুণ নিধি বন্ধু পূজিলে যথা বিধি
କାହାକୁ କରି ନମସ୍କାର, ଆନନ୍ଦେ ଧରି କରେ କର। କାହାକୁ କଲେ ଆଲିଙ୍ଗନ, କାହାକୁ ଦିଅନ୍ତି ଚୁମ୍ବନ। କାହାକୁ ମନ୍ଦ ହାସେ ଚାହିଁ, ଭାବେ ତୋଷିଲେ ଭାବଗ୍ରାହୀ। ଆଶ୍ୱାସ କରି ପୁରଜନେ, ତୋଷିଲେ ବିପ୍ରଜନେ ଧନେ। ଚଣ୍ଡାଳୁ ବ୍ରହ୍ମ ଯାଏ ପୂଜା, କରି ତୋଷିଲେ ଦେବରାଜା। କୁଳ ପୂଜିତ ଜ୍ଞାତି ବୃଦ୍ଧ, କୃଷ୍ଣଙ୍କୁ କରି ଆଶୀର୍ବାଦ। ପୁରେ ପ୍ରବେଶ ଜନାର୍ଦ୍ଦନ, ଦ୍ୱାରକାପୁରେ ବନ୍ଧୁଜନ। ତକ୍ଷଣେ ଗଲା ଦୂର କରି, ଆରୋହୀ ଅଟ୍ଟାଳି ପାଚେରି। ନାନା ମଙ୍ଗଳ ନିଜ ପୁରେ, କୃଷ୍ଣ ବଦନ ନିରନ୍ତରେ। ଦେଖି ସନ୍ତୋଷ ହୋଇ ମନେ, ଅମର ଯେହ୍ନେ ସୁଧା ପାନେ। ଲକ୍ଷ୍ମୀ ନିର୍ମାଣ ଯାର ଅଙ୍ଗ, କେ ଲଭି ପାରେ ତାର ସଙ୍ଗ। ସାଧୁ ସୁପୁଣ୍ୟ ଯାର ଗାତ୍ରେ, ପ୍ରାଣୀ ଲୋଚନ ଜ୍ଞାନ ମାତ୍ରେ। ଯାହାର ଚାରି ଭୁଜ ତୁଲେ, ବାସବ ଆଦି ଦିଗ ପାଳେ। ଯାହାର ଅଭୟ ଚରଣ, ଭକ୍ତ ଜନଙ୍କର ଶରଣ। ଧବଳ ଛତ୍ର କେବା ଧରେ, କେବା ଚାମର ବିଞ୍ଚେ କରେ। ଜୟ ଶବଦ କେ କରନ୍ତି, କେବା କୁସୁମ ବରସନ୍ତି। ରଥେ ଗୋବିନ୍ଦ ତନୁ ଶୋଭା, କିବା ଉପମା ଆମ୍ଭେ ଦେବା। ହୃଦয়ে ଲମ୍ବେ ବନମାଳ, ଶ୍ରବଣେ ମକର କୁଣ୍ଡଳ। ପୀତ ବସନ ମଧ୍ୟ ଭାଗେ, ଯେହ୍ନେ ବିଜୁଳି ନୀଳ ମେଘେ। ଅର୍କଶ ଶଙ୍ଖ ଶକ୍ର ଚାପ, ସ୍ୱଭାବେ ନିକାଞ୍ଚନ ରୂପ। ପୁରେ ପ୍ରବେଶ ବ୍ରହ୍ମ ରାଶି, ତକ୍ଷଣେ ମାତୃଗଣେ ଆସି। ଆନନ୍ଦେ କଲେ ଆଲିଙ୍ଗନ, କୃଷ୍ଣଙ୍କୁ କରିଣ କଲ୍ୟାଣ। ଦେବକୀ ଆଦି ବିପ୍ର ନାରୀ, ଚରଣେ ନମିଲେ ମୁରାରି। ସକଳ ମାତୃଗଣ ମିଳି, କୋଳେ ବସାଇ ବନମାଳି। ଅତ୍ୟନ୍ତ ପୁତ୍ର ସ୍ନେହ ଭରେ, କ୍ଷୀର ସ୍ରବଇ ପୟୋଧରେ। ଅତି ଆନନ୍ଦେ ଅଶ୍ରୁ ନେତ୍ରେ, ପୁଲକେ ରୋମ ପନ୍ତି ଗାତ୍ରେ। ମାତୃଗଣଙ୍କ ସଙ୍ଗେ ହରି, ନିଜ ଭୁବନେ ବିଜେ କରି। 16 ସହସ୍ର ନାରୀଙ୍କର, ବିରାଜେ ରତ୍ନମୟ ପୁର। ସକଳ କାମନା ରାମ, ଯହିଁ ବିଜୟ ପୁଣ୍ୟ କାମ। ମାୟାର ବଳେ ବନମାଳି,
पत्नी भुवने विजे करी 8 अधिक 7 नारी 16 सहस्र परिवारी पशिले ते रूप होई हास्य कटाक्षे मन मोही भवने देखी निज पति संभ्रमे सकल जुवती पूरे गोविंद मुख देखी निर्मल कले बेनी आखि अंतरे स्वामी रूप धरी निबिड़े आलिंगन करी स्वभावे लज्जित बदन लोतके पूरित नयन कृष्णଙ୍କୁ पाई एक चित्ते तथापि कृष्ण पदाग्रते अति पीरति नव नव स्वामी चरणे कले भाव पतिଙ୍କ पाद सेवा कले के ताहा छाड़ी पारे भले लक्ष्मी जे स्वभावे चंचला सेही न छाड़े प्रति बेला एही प्रकारे नर हरि बळे धरणी भारा हरि 10 अयुत राजा गणे उभारी संहारिले रणे कळी भियाई नारायण अनळ जेन्हे समीरण नासिला अहंकार क्रोधे विमाने बसी निरायुधे स्वमाया बळे नर हरि मनुष्य देहे अवतरी अज्ञानी जेन्हे गृहे रही बंचई भाज्यारत होई पत्नीर नाना प्रेम रंगे जंत्रित मोहित अनंगे कृष्णर जेते नारी गण सुंदरे मोहंती मदन स्वभावे प्रेम छंद रसे नित्ये सेवंती कृष्ण पासे विविध आलिंगन देई जामन न पारिले मोही ए जीव लोक काहू जाने आपणा तुल्य करी मणे काहू पारिब बस करी निर्लेप प्रभु नर हरि से हरि श्री पद्म चरण सुजने चिंता अनुक्षण कहई विप्र जगन्नाथ प्रथम स्कंधे भागवत इति श्रीमद्भागवते महापुराणे पारमहंस्यां संहितायां वैयासिक्यां प्रथमस्कन्धे श्रीकृष्ण समागमो नाम 11 अध्यायः।